ବୈଜ୍ଞାନିକମାନେ ପଦ୍ଧତି ବିଦ୍ୟୁତ୍ ଶକ୍ତି ପରିଣତ କରାଯାଇ ପାଇଁ ବିଭିନ୍ନ କାର୍ଯ୍ୟରେ ଲଗାଇଥାନ୍ତି। ସେତେବେଳେ ସୂର୍ଯ୍ୟଙ୍କ ତାପ ହେଉଛି ଏକ ପ୍ରାକୃତିକ ଆସନ୍ତିକ ତାପ ଉତ୍ସ ଅଟେ। ବୈଜ୍ଞାନିକମାନେ ପଦ୍ଧତି ବିଦ୍ୟୁତ୍ ଶକ୍ତି ବଦଳରେ କାର୍ଯ୍ୟ ବିଭିନ୍ନ କାର୍ଯ୍ୟ ସମାଧାନ କରିଥାଏ। ସୌରଶକ୍ତିକୁ ନିର୍ଦ୍ଦିଷ୍ଟ ପ୍ରକାରର ଦର୍ପଣ ବା ସୌର ସ୍କେଲ୍ ବ୍ୟବହାର କରି ଶକ୍ତି ସଞ୍ଚୟ କରାଯାଉଛି, ଯାହାର ଉଦ୍ଦିଷ୍ଟ ଯାନବାହନ ଚଳାଚଳ ହୋଇପାରୁଛି। ସାମାଜିକ ଯୁଗରେ ପ୍ରସ୍ତୁତ ଜନସଂଖ୍ୟା ବୃଦ୍ଧି ଓ ବୈଜ୍ଞାନିକମାନେ ବିକାଶ ଫଳରେ ଆମର ସଞ୍ଚିତ ପ୍ରାକୃତିକ ଖଣିଜ ସମ୍ପଦ ଦିନକୁ ଦିନ ସରିବାକୁ ଆସିଲାଣି। ଭବିଷ୍ୟତରେ ଶକ୍ତି ସଙ୍କଟକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ସୂର୍ଯ୍ୟଙ୍କ ତାପରୁ ବିଦ୍ୟୁତ୍ ଶକ୍ତି ପରିଣତ କରି ମନୁଷ୍ୟଙ୍କ ଦୈନନ୍ଦିନ କାର୍ଯ୍ୟରେ ତାହା ପ୍ରୟୋଗ କରୁଛୁ। ଘରେ ବା ହୋଟେଲରେ ରେଷ୍ଟୁରାଣ୍ଟ ମାନଙ୍କରେ ରୋଷେଇ କିମ୍ବା ରନ୍ଧନ ଭଳି କାର୍ଯ୍ୟ କରୁଛି। ଘରେ ଘରେ ଛାତରେ ହିଁ ସୌର ପ୍ଲେଟ୍ ଲଗାଇ ଗୃହମାନଙ୍କ ସମସ୍ତ ବୈଦ୍ୟୁତିକ ଉପକରଣ ଶକ୍ତି ଦ୍ୱାରା ଚାଳିତ ହୋଇପାରୁଛି। ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ମାନଙ୍କରେ ସୌର ପ୍ଲେଟ୍ର ବ୍ୟବହାର ବହୁତ ମାତ୍ରାରେ ବ୍ୟବହାର କରାଯାଉଛି। ଭାରତରେ ସୌରଶକ୍ତି ପାଇଁ ବୈଜ୍ଞାନିକ କ୍ଷେତ୍ର ରହୁଥିବାରୁ ଉପକରଣ